ଭିଡ଼ିଓଟି ଦେଖିବା ପୂର୍ବରୁ ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ। ତରଙ୍ଗ ସିନେ ପ୍ରଡକ୍ସନର ବାବୁସାନ ଅପକମିଂ ମୁଭି ସୁନ୍ଦରଗଡ଼ରେ ସଲମାନ, ବାବୁସାନ ଏବଂ ଦିବ୍ୟ ଦିଶାଙ୍କ ନୂଆ ଫିଲ୍ମ। ଦିବ୍ୟ ଦିଶାଙ୍କର ଏଇଟା ହେଉଛି ପ୍ରଥମ ଫିଲ୍ମ, ତାହା ପୁଣି ବାବୁସାନଙ୍କ ସହିତ। ଏହା ପୁଣି ତରଙ୍ଗ ସିନେ ପ୍ରଡକ୍ସନର, ଯାହାକି ରଜରେ ରିଲିଜ୍ ହେବାକୁ ଯାଉଛି। ଫିଲ୍ମଟିର ନାମ ସୁନ୍ଦରଗଡ଼ର ସଲମାନ ଖାନ୍। ଏହି ଫିଲ୍ମରେ ଆପଣମାନେ ବାବୁସାନଙ୍କୁ ନୂଆ ଗେଟଅପ୍ରେ ଦେଖିବା ପାଇଁ ପାଇବେ ବୋଲି ବାବୁସାନ ନିଜେ କହିଛନ୍ତି। ଏହି ଫିଲ୍ମରେ କିଛି ନିଆରା ବାବୁସାନ ନିଜ ଗେଟଅପ୍ରେ ଦେଖାଇବେ। ସବୁ ଫିଲ୍ମଠୁ ଏହି ଫିଲ୍ମରେ କିଛି ଡିଫରେଣ୍ଟ ଅଛି ବୋଲି ବାବୁସାନ କହିଛନ୍ତି ଏବଂ ଡିରେକ୍ଟର ଅଶୋକ ପତି ନିଜେ କହିଛନ୍ତି। ଏହି ଫିଲ୍ମରେ ଅନ୍ୟ ଚରିତ୍ରରେ ଅଭିନୟ କରୁଛନ୍ତି ଉଷାଶ୍ରୀ ମିଶ୍ର, ଅଲିଭ ଟାଇଗର ମିହିର ଦାସ ଆଣ୍ଡ ପୁଷ୍ପା ବଣ୍ଡା। ଏହି ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଅଶୋକ ପତି, ଓଡ଼ିଶାର ନମ୍ବର 1 ଡିରେକ୍ଟର ଏବଂ ମ୍ୟୁଜିକ୍ ଡିରେକ୍ଟର ଅଭିଜିତ ମୋଦି। ଯେହେତୁ ଏଇଟା ଦିବ୍ୟ ଦିଶାଙ୍କର ପ୍ରଥମ ଫିଲ୍ମ, ତେଣୁ ସେ ଅଲିଉଡ଼ର ହିରୋଇନମାନଙ୍କୁ ଟକ୍କର ଦେବେ ବୋଲି କହିଛନ୍ତି ଏବଂ ଆପଣମାନେ ବାବୁସାନଙ୍କୁ ଏହି ଫଟୋରେ ଦେଖନ୍ତୁ କେଉଁ ଗେଟଅପ୍ରେ ସେ ଅଛନ୍ତି। ତରଙ୍ଗ ସିନେ ପ୍ରଡକ୍ସନର ଏହି ଫିଲ୍ମଟି। ଯଦି ଏହି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥାଏ ତାହେଲେ ଆମ ଚ୍ୟାନେଲଟିକୁ ଆପଣ ସବସ୍କ୍ରାଇବ୍ କରନ୍ତୁ ଏବଂ ଏହି ଭିଡ଼ିଓଟିକୁ ଲାଇକ୍ ଆଣ୍ଡ ସେୟାର କରନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନଟିକୁ ଦବାନ୍ତୁ, ଯାହାଦ୍ୱାରା ଆମର ନେକ୍ସଟ ଅପଲୋଡ଼ ଆପଣମାନେ ଦେଖିପାରିବେ। ଥ୍ୟାଙ୍କସ୍ ଫର୍ ୱାଚିଂ।